ପ୍ରେଜ୍ ଦ ଲର୍ଡ ପରଥର ମାନ ଧନ୍ୟବାଦ ହଉ ପରଥରେ କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ନିକଟରେ ଆଉ ଗୋଟେ ଶିକ୍ଷା ନେଇ ଆସିବା ପାଇଁ ସୁଯୋଗ ଦେଲେ ସେଥିପାଇଁ ପରଥର ଧନ୍ୟବାଦ ଦେବା ସହିତ ମୁଁ ସମସ୍ତ ମୋର ପ୍ରେଜ୍ ଲର୍ଡ ଜଣାଏ ପ୍ରେଜ୍ ଦ ଲର୍ଡ। ଆଜି ବହୁତ ଦିନ ହେଲାଣି ମୁଁ ଦେଖୁଛି କିନ୍ତୁ ଲୋକ ଭାବୁଥିବେ ଯେ ତପି ମିଶ୍ର ଆସିଲା କିନ୍ତୁ ସୁଶାନ୍ତ ପାଟମାଝୀ କାହିଁ। ଆଉ ତପି ମିଶ୍ର ଯେଉଁ କଥା କହିଛନ୍ତି ସେଥିର ଉତ୍ତର ମୁଁ ଆପଣମାନଙ୍କୁ ଦେବି। ବର୍ତ୍ତମାନ ତପି ମିଶ୍ର କ'ଣ କହିଛନ୍ତି ଆମେ ତାହା ଶୁଣିବା, ତାପରେ ମୁଁ ତାର କ୍ଲିୟରରେ ତାର ବୁଝେଇଦେବି। ବର୍ତ୍ତମାନ ଆସନ୍ତୁ ଆମେ ତପି ମିଶ୍ର କହିଥିବାର ଆମେ ଶୁଣିବା। ବନେଇଛନ୍ତି ଆମମାନଙ୍କୁ ସେଠିକି ପଠେଇଛନ୍ତି ଲମ୍ବା ରହିବା ପାଇଁ। ସେଇଥିପାଇଁ ମଣିଷର ଜୀବନ 125 ବର୍ଷ 130 ବର୍ଷ ଦିଆହେଇଛି। ଆଉ ତମେ 35 ବର୍ଷରେ ଭଗବାନଙ୍କର ପ୍ରିୟ ହେଇକି ତାଙ୍କ ପାଖକୁ ପଳେଇବ। ଏଇ ଯେମିତି 72 ହୌର ବାଲା ଯୋଉ କଥା, ସେଟା ତ ଯୀଶୁଖ୍ରୀଷ୍ଟ ତମକୁ ଯୋଉ ଡାକିକି ନେଇଯାଉଛନ୍ତି ଉପରକୁ ଜଲ୍ଦି ଜଲ୍ଦି, ସେଟା ବି ସେଇଭଳିଆ କଥା। ତେଣୁ ମୁଁ ଅପେକ୍ଷା କରିଛି ଏଇ ଯୋଉ ପାଷ୍ଟର ଫାଦର ମିତର ଅଛନ୍ତି, ତ ତମେ ମାନେ ପ୍ରାର୍ଥନା କର, ମୁଁ ଆଶା କରିବି ହ୍ୟୁମାନ ଫେରି ଆସିବେ ଆମମାନଙ୍କ ଗହଣକୁ। ଆଉ ଯଦି ନ ଫେରିଲେ এইটা সেই খ্রিস্টিয়ান বন্ধু মান ভিডিওটি যে কহতি যে আম যিশু 3 দিন পরে পড়ে আসলে আমি সবু রোগ ঠিক করেদেবু। তো তুম মান হি এই ভিডিওটি বেসিকালি যে আদিবাসী জনজাতি বন্ধু মানে মোর অনেক যে আম ধর্মর যাই খ্রিস্ট ধর্মক অবলম্বন করেছেন সেমানক পাই বি এ গোটে উদাহরণ। মলা পরে কেহি আসি নথিলা না কেহি আসিব, যে থরে গলা সে গলা। তেণু যে খ্রিস্ট ধর্ম অবলম্বন করছেন তম বয়স কমসে কম দেখুন হ্যুমান 35-32 ବର୍ଷ ଚାଲିଗଲା, 35 ବର୍ଷରେ জলদি জলদি মরিব। তেণু এই কথাটাকে মনে রাখন্তু, যে ধর্মে জন্মগ্রহণ করছেন সনাতন ধর্ম ସବୁଠୁ শ্রেষ্ঠ ধর্ম, সেই ধর্মকে অবলম্বন করন্তু এবং মলা পর্যন্ত সনাতনী হয়ে রুহন্তু। নমস্কার, জয় শ্রীরাম। ଆମେ ଶୁଣିଲୁ ଯେ ତପି ମିଶ୍ର କ'ଣ କହୁଛନ୍ତି ଯେ ପଣସର 120 ବର୍ଷ ବଞ୍ଚିବାକୁ ଆୟୁଷ ଦେଇଛନ୍ତି, ଶାସ୍ତ୍ର ଲେଖା ହେଇଛି। କିନ୍ତୁ କାହିଁକି ହୋମେନ ସାଗର ଚାଲିଗଲେ। କିନ୍ତୁ ଏତିକି ଜାଣିବା କଥା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଯିଏ ମିଛ କହିବ ସେ ବଞ୍ଚିବ ନାହିଁ। ଯେତେବେଳେ ନିଜର ବିଲ ବିକିଲେ ଅନ୍ୟାନ୍ୟ ସଫିରା, ଆଉ ପଇସା ସେମାନେ ଯେତେବେଳେ ଅଧିକ ଟଙ୍କାରେ ବିକିଲା ପରେ ସେମାନେ ଭାବିଲେ କ'ଣ ନା ଅଧା ରଖିବା ଏବଂ ଅଧା ଆମେ ଦାନ ଦେବା ବୋଲିକି ଧରିଗଲେ। ସେତେବେଳକୁ ସେମାନେ ଈଶ୍ୱରଙ୍କ ଦାସ ପଚାରିଲେ ଯେ ତମେ ଯେଉଁ ବିଲକୁ ତୁମେ ପ୍ରତିଜ୍ଞା କରିଥିଲ ଏ ବିଲର ସମ୍ପୂର୍ଣ୍ଣ ଦାନ ଦେବୁ ବୋଲିକି, ଆଉ ସେଇ ପଇସା ତମେ କାହିଁକି ଲୋଭ କଲ ଏବଂ ଅଧା ରଖିଲ, ଅଧା ଧରିକି ଆସିଲ। ଆଉ ପରସ୍ପରଙ୍କ ଆତ୍ମାଙ୍କ ସମ୍ମୁଖରେ କାହିଁକି ତୁମେ ମିଛ କହିଲ। ଏତିକି ପଦରେ କହିଛନ୍ତି। ହନାନୀୟ ଏକ୍ସପାୟାର୍ଡ କଲେ। ତାପରେ ତାକୁ ସମାଧି କଲାଟା ତାର ସ୍ତ୍ରୀ ବି ଜାଣିନାହିଁ। କିନ୍ତୁ ତା ସମାଧି ସରିକି ଆସିଲା ବେଳକୁ ତାର ସ୍ତ୍ରୀ ଆସିଛି ଚର୍ଚ୍ଚକୁ। ସେତେବେଳକୁ ସେ ତାଙ୍କ ସ୍ତ୍ରୀକୁ ପଚାରୁଛନ୍ତି, ସତ କୁହ ତମେ କ'ଣ ବିଲ ଏତିକି ପଇସାରେ ବିକିଥିଲ? ସେତେବେଳେ ହଁ ଯେହେତୁ ବୋଲି କହିଛି, ସେ ବି ମରିଯାଇଛି। ଲୋକମାନେ ଭାବନ୍ତି କ'ଣ ଯେ ଯୀଶୁଙ୍କ ପାଖରେ ଯେମିତି ଗଲେ ବି ଆଉ ବଞ୍ଚିବେ ଖାଲି। କିନ୍ତୁ ଯୀଶୁ କହିଲେ ମୁଁ ଏବଂ ପିତା ଆମ ବିରୁଦ୍ଧରେ ତମେ ଯଦି ଗଲ ତାହେଲେ ତମକୁ କ୍ଷମା ଦିଆଯିବ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଗଲେ କ୍ଷମା ନାହିଁ। କାରଣ ମୁଁ ଗଲେ ପିତାଙ୍କୁ ଅନୁରୋଧ କରିବି, ସେ ପିତା କ'ଣ କରିବେ, ପବିତ୍ର ଆତ୍ମାକୁ ପ୍ରେରଣ କରିବେ। ସେ ଆତ୍ମାକୁ ଦ୍ୱାରା ତୁମେ କ'ଣ ଆତ୍ମା ଏବଂ ସତ୍ୟରେ ପରସ୍ପରଙ୍କର ସନ୍ତାନ ସନ୍ତତି ହେଇକି ବଞ୍ଚିବ। ଯଦି ମିଛ କହିଲ ତାହେଲେ କ'ଣ ହେବ, ଚାଲିଯିବ। କିନ୍ତୁ ଏଠି ତପି କହୁଛନ୍ତି ଏବେ ହୋମେନ ସାଗର ଗଲା ପରେ କହୁଛନ୍ତି ଯେ କିଏ ତାକୁ ରକ୍ଷା କରିପାରିଲେ ନାହିଁ। କିନ୍ତୁ ସେ ହୋମେନ ସାଗର ଦ୍ୱାରା ହିନ୍ଦୁ ଲୋକମାନେ ବହୁତ ଲୋକ ବଞ୍ଚୁଥିଲେ। ଯିଏ ମ୍ୟାନେଜର ହେଉଛି ହିନ୍ଦୁ, ଯେଉଁମାନେ ତାଙ୍କର ଟିମ୍ ଥିଲେ ହିନ୍ଦୁ, ସବୁ ଲୋକମାନେ ତାକୁ ବ୍ୟବସାୟରେ ଲଗେଇ ସେମାନେ ବଞ୍ଚୁଥିଲେ। କିନ୍ତୁ ଲାଷ୍ଟକୁ ଇଏ ଈଶ୍ୱରକୁ ଛାଡ଼ିକି ସେ ପ୍ରେତ ଆତ୍ମା ମନ୍ଦ ଆତ୍ମାଙ୍କ ଯେଉଁ ଶେଷରେ ବରଗଡ଼ରେ ଯେଉଁ ପର୍ବରେ ଗୀତ ଗାଇଛନ୍ତି, ସେ ଗୀତ ହେଉଛି ସେ ଦେବତା ଉଦ୍ଦେଶ୍ୟରେ। ସେଥିପାଇଁ ତାଙ୍କ ବିଷୟ ଯଦି କୁହାଯାଏ ଏବେ ସେ ଚାଲିଗଲା ବୋଲି ଖ୍ରୀଷ୍ଟିଆନ ଲୋକମାନେ କହୁଛନ୍ତି, ତାହା ନୁହେଁ। କିନ୍ତୁ ଆମର ତାଙ୍କ ପ୍ରତି ଈଶ୍ୱରଙ୍କ ଲୋକମାନେ କହିଲେ ହଉ ସେ ଯାଉଛି ଯାଉ, ଆମର ଲମ୍ବା ଦୌଡ଼ିରେ ସମସ୍ତଙ୍କୁ ପରସ୍ପର ଛାଡ଼ିଛନ୍ତି। ଯୀଶୁ ଯେତେ ଲୋକ ବି ସୁସ୍ଥ କରିଛନ୍ତି, ଯେତେ ଲୋକ ସୁସ୍ଥ ହେଇଛନ୍ତି, ଯେତେ ଲୋକ ଖାଇଛନ୍ତି ତାଙ୍କର ଆଶ୍ଚର୍ଯ୍ୟ କର୍ମରେ, ସମସ୍ତେ ହେଉଛନ୍ତି ହିନ୍ଦୁ ଲୋକ। ଯେତେ ଲୋକ ପରସ୍ପରକୁ ଜାଣିନଥିଲେ। ଯୀଶୁ ଧର୍ମ ପ୍ରଚାର କରିବାକୁ ଆସିନଥିଲେ। ଯୀଶୁ କ'ଣ ପିତା ପରସ୍ପରକୁ ପ୍ରଚାର କରିବାକୁ ଆସିଥିଲେ, ତାଙ୍କର ଧର୍ମକୁ ପ୍ରଚାର କରିବାକୁ ଆସିନଥିଲେ। ସେଥିପାଇଁ ସେ କେବେ କହିନାହାନ୍ତି, ପଚାରି ନାହାନ୍ତି ପ୍ରଥମେ ତମେ କେଉଁ ଧର୍ମର ଲୋକ, କେଉଁଠୁ ଆସିଛ, ସେଇ ଠିକଣା ପଚାରି ନାହାନ୍ତି। କିନ୍ତୁ ଏଇ ଯେଉଁ ହୋମେନ ସାଗରଙ୍କ ବିଷୟ ନେଇକି ତପି ଯେଉଁ କହୁଛନ୍ତି ଯେ ଆଦିବାସୀ ସନାତନ ଧର୍ମ ଲୋକମାନେ, ଆଦିବାସୀ କେବେ ସନାତନୀ ଧର୍ମ ଲୋକ ନୁହନ୍ତି। ହିନ୍ଦୁ ଧର୍ମ ବୋଲି ହିଁ ନାହିଁ। ଏଷ୍ଟୋର 1 ଅଧ୍ୟାୟ 1 ପଦରେ ଯୋଉଟା ଲେଖା ହେଇଛି ହିନ୍ଦୁସ୍ଥାନ ବୋଲିକି,
ଯେତେବେଳେ ଅକେଶ୍ୱର ରାଜା ଶାସନ କରୁଥିଲେ ସେତେବେଳେ ହିନ୍ଦୁସ୍ଥାନ ଠାରୁ କୁଶ ଦେଶ ପର୍ଯ୍ୟନ୍ତ 127ଟା ପ୍ରଦେଶ। ସେଥିପାଇଁ ହିନ୍ଦୁସ୍ଥାନ ହେଉଛି ଜାଗା, ଧର୍ମ ନୁହେଁ। ସେଇଟା ଶାସ୍ତ୍ରରେ ଲେଖା ହେଇଛି। ଆଉ କୌଣସି ଶାସ୍ତ୍ରରେ ବି ସେଇ ବିଷୟ ଲେଖା ହେଇନି ଯେ ହିନ୍ଦୁସ୍ଥାନ। ଏବେ ରାଜସ୍ଥାନ, ପାକିସ୍ତାନ ସେମିତି ହେଉଛି ହିନ୍ଦୁସ୍ଥାନ, କିନ୍ତୁ ସେଇଟା ଧର୍ମ ନୁହେଁ। ଆଉ ସନାତନୀ ଧର୍ମ ଯେଉଁମାନେ ବେପାର ଉଦ୍ଦେଶ୍ୟରେ ଆସିଲେ ସେମାନଙ୍କର ଧର୍ମ ସେଇଟା। କିନ୍ତୁ ଏ ବିଷୟ ଯଦି ଆମେ ଚିନ୍ତା କରୁ ତାହେଲେ ଅନେକ ବିଷୟ ଅଛି। ମୁଁ ଗତ ଦିନ ମାନଙ୍କରେ ବି କହିଛି, ତପି ମିଶ୍ର ଯେଉଁ ଜିନିଷ କହୁଛନ୍ତି ଯେ ଆଉ ଆଦିବାସୀ ଲୋକମାନେ ହେଉଛନ୍ତି ସନାତନୀ ଧର୍ମ ଏବଂ ସେମାନେ ଫେରି ଆସନ୍ତୁ, କିନ୍ତୁ ଆଦିବାସୀ ଲୋକମାନେ କୌଣସି ପ୍ରକାର ସନାତନୀ ନୁହନ୍ତି। ଯଦି ବାଇବେଲକୁ ଯଦି ଦେଖାଯାଏ ଯେ ଆଦିରୁ ପୁରାତନ ନିୟମରେ ଯଦି ଦେଖିବା ତାହେଲେ ସବୁ ଧର୍ମ ବିଷୟ ବାଇବେଲରେ ଲେଖା ହେଇଛି। ଆଉ ସେ ବାଇବେଲର ବାକ୍ୟ ଅନୁସାରେ ହିଁ ଆଦିବାସୀମାନଙ୍କର ଧର୍ମ। ଯାକୁବ ତକିଆ ଦେଇକି ଶୋଇଥିଲେ, ସେତେବେଳକୁ ପଥରକୁ ସେ ଯେଉଁ ପଥରକୁ ସେ ତକିଆ କରିଥିଲେ ସେ ପଥରକୁ ସ୍ତମ୍ଭ ରୂପେ ସ୍ଥାପନ କରିକି ସେ କହିଲେ, ପ୍ରଭୁ ଯଦି ମୁଁ ସବୁ ମୋର କାର୍ଯ୍ୟରେ କୃତ କାର୍ଯ୍ୟ ହେବି ତାହେଲେ ମୁଁ ଏଠି ତୁମକୁ ସେବା କରିବି ବୋଲିକି କହିଥିଲେ। ସେ ଅନୁସାରେ ସେ ଯେତେବେଳେ କୃତକାର୍ଯ୍ୟ ହେଲେ ସେଠି ବର୍ଷକୁ ଥରେ ସେବା କରୁଥିଲେ। ସେଇଟା ଶାସ୍ତ୍ର ଲେଖା ହେଇଛି ଆଉ ବାଇବେଲରେ ଅଛି। ସେଥିପାଇଁ ଆଉ ଏଇମାନଙ୍କୁ ଯେଉଁ ଆଦିବାସୀମାନଙ୍କୁ ଆମ ଧର୍ମ ଲୋକ, ଆମ ଲୋକ ବୋଲି କହୁଛନ୍ତି, ତାହେଲେ କାହିଁ ଆମର ଆଦିବାସୀମାନଙ୍କ ତାଙ୍କ ବ୍ରାହ୍ମଣ ଘରେ ପଶି ଯାଇ ଆସି ପାରୁନାହାନ୍ତି କାହିଁକି? ଅନେକ କଥା କହିବାର ଅଛି। ଆଗାମୀ ଭିଡ଼ିଓରେ ଆପଣମାନଙ୍କ ନିକଟରେ ସେ ବିଷୟ ରଖିବାକୁ ମୁଁ ପ୍ରସ୍ତୁତ ହେବି। ଆଜିର ଶିକ୍ଷା ଉପରେ ପରସ୍ପର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।